ହଉଛି ଆମର ମିଡିଆ ଲୋକ ନା କଣ ମୋ ନାମ କିଶୋର ପ୍ରଧାନ। ଠିକ କାହିଁକି ଆସିଛୁ? ଏ ନଡିଆ ବାଡି ବାବା ଖାଇବାକୁ ଦେଇ ପଇସା ଦାନ ଦବାରୁ ତା ପାଖକୁ ଆସିଛୁ। ଆସିକିରି ରାସ୍ତା କଡେ ବସିଛୁ। ଆମ ଓଡିଶା ଗଭର୍ଣ୍ଣମେଣ୍ଟରେ କଣ ପଇସା ନାହିଁ କି ଦଉନାହାନ୍ତି? ଭତ୍ତା ମିଳୁନି କି? ଭତ୍ତା ଆଜି 9 ମାସ ହେଲାଣି ଭତ୍ତା ଦେବି ଦେଇ ବୋଲି 9 ମାସ ହେଲାଣି ମିଳୁନାହିଁ। 9 ବର୍ଷ ହେଲେ ମରିକି ପାଉଁଶ ହନ୍ତୁନି। ସେ ଦେବି କହୁଛି କି ମୂଲ୍ୟ ଦେବି? ମନ୍ତ୍ରୀ ହେଇକି କହିବ ମୁଁ ଦେଉଛି ଡବଲ ଦେବି। ଯଦି ମନ୍ତ୍ରୀ ହେଇକି 10 ମାସ 12 ମାସ 14 ମାସ ଦେବ ଲୋକ ବଞ୍ଚିଥିବେ ତ? କଥା ଦେଇ କଥା ଫେଲ କରନ୍ତି କାହିଁକି? ଆମ ଓଡିଶା ଦେଶରେ ଗୋଟେ ମନ୍ତ୍ରୀ ହୁଏ କଥା ଦେଇ କଥା ଫେଲ କରନ୍ତି କାହିଁକି? ଯଦି ମନ୍ତ୍ରୀ ହେଇ କଥା ଦେଇ କଥା ଫେଲ କରନ୍ତି ଜନସଭା କଣ କରିବେ? 3,000 ଟଙ୍କା ଦେବେ ବୋଲି ଭତ୍ତା କହିଥିଲେ। ଆଜିକୁ 9 ମାସ ହେଲା ଟଙ୍କାଟେ ଦେବାର ନାହିଁ। କଣ କହୁଛନ୍ତି ମନ୍ତ୍ରୀ? କଣ ଦରମା ଦଉଛନ୍ତି ନିଜ ହାତରୁ ନା ଦେଶରୁ ଦରମା ଦଉଛନ୍ତି? ଜୟ ଜଗନ୍ନାଥ। ମୁଁ ନର୍ମଦା ପାତ୍ର କହୁଛି। ଓଡିଶାରୁ ଆମର ଆସିକି ଆନ୍ଧ୍ରରେ ଏମାନେ ଆନ୍ଧ୍ରରେ ଆସିକି ଅବସ୍ଥାରେ ଅଛନ୍ତି। ଆଉ ଦେଖନ୍ତୁ ରୋଡ ସାଇଡରେ ଏମାନଙ୍କୁ ଖାଇବାକୁ ଦିଆଯାଉଛି, ଏମାନେ ଖାଉଛନ୍ତି। ଆଠୁ ଲଜ୍ଜାଜନକ କଥା ଦୁନିଆରେ ବୋଧେ କିଛି ନାହିଁ। ଆମ ମୁଖ୍ୟମନ୍ତ୍ରୀ ଟିକେ ଲାଜ ଲାଗିବା କଥା। ଯେହେତୁ ଏମାନେ ହଉଛନ୍ତି ଜଗନ୍ନାଥ ଧାମର ଲୋକ। ଜଗନ୍ନାଥ ଧାମର ଲୋକ ଯଦି ଆନ୍ଧ୍ରରେ ଆସିକି ଭିକ ମାଗି ଖାଇବେ, ଆଠୁ ଲଜ୍ଜାଜନକ କଥା। ଆମ ମୁଖ୍ୟମନ୍ତ୍ରୀ କି ଲାଜ ଲାଗିବା କଥା। ଏମିତିଆ ମୁଖ୍ୟମନ୍ତ୍ରୀ କି କଣ କୁହାଯିବ ମୁଁ ବି ଜାଣିପାରୁନି। କାହିଁକି ନା ଓଡିଶା ଲୋକ ଯଦି ଜଗନ୍ନାଥ ଧାମରୁ ଆସିକି ଯଦି ଆନ୍ଧ୍ରରେ ଖାଇବେ, ଆନ୍ଧ୍ରରେ ଆସିକି ଭିକ ମାଗିଲା ବେଳେ ରୋଡ ସାଇଡରେ ବସି ଖାଇବେ, କେମିତି ଆପଣ ମାନଙ୍କୁ ଲାଗିବ? ଆପଣ ମାନେ ବିଚାର କରନ୍ତୁ। ଯେହେତୁ ବିଧାନସଭା ବସିଛି, ମୁଁ ବି ଆଜି ସ୍ପିକର ମ୍ୟାଡାମକୁ କହୁଛି ଏଇଟା କଥାଟା ବିଚାର କରନ୍ତୁ। କେତେ ଦୂର ଓଡିଶା ଲୋକ ଆସିକି ଆନ୍ଧ୍ରପ୍ରଦେଶରେ ଭିକ ମାଗିଲା ବେଳେ ରୋଡ ସାଇଡରେ ବସିକି ଖାଉଛନ୍ତି, ଆପଣ ମାନେ ବିଚାର କରନ୍ତୁ। ବର୍ତ୍ତମାନ ବିଧାନସଭା ବସିଛି, ଆପଣ ବିଚାର କରନ୍ତୁ। ହଉଛି ଆମର ଏଇ ଟିକାକଲମରେ ଓଡିଶାର ଲୋକ ଆସିକି ଆନ୍ଧ୍ରରେ ଭିକାରୀ ପଇସା ନଉଛନ୍ତି। ଆମ ମୁଖ୍ୟମନ୍ତ୍ରୀ ମୋହନ ଦା ଏଇସବୁ ଜିନିଷକୁ ଦେଖନ୍ତି ଟିକେ ଭଲ ଭାବରେ। 3,000 ଟଙ୍କା କହିକି 3,000 ଟଙ୍କା କହିକି ସେମାନଙ୍କୁ ଭୁଆଁ ବୁଲଉଛନ୍ତି। ଓଡିଶାର ଲୋକ ଆସିକି ଆନ୍ଧ୍ରରେ ପଇସା ନେଉଛନ୍ତି। ହେଲେ ଜଣେ ବିଜନେସମ୍ୟାନ ଜଣେ ହବ, ସେ ଦାନ କରୁଛି। କି ଲଜ୍ଜାଜନକ କଥା। ସରକାରଙ୍କୁ ଏଇଟା ମୁଁ ବାର୍ତ୍ତା ଦଉଛି। ଯେହେତୁ ସରକାରଙ୍କୁ ଟିକେ ଲାଜ ଲାଗିବ, ଆମ ଓଡିଶା ସରକାରଙ୍କୁ, ଯେ ଏଇ ଯୋଉ ଗରିବ ଲୋକମାନେ ଓଡିଶା ଛାଡିକି ଆସିକି ଆନ୍ଧ୍ରପ୍ରଦେଶରୁ ଦାନ ନଉଛନ୍ତି। ଇଏ ହଉଛି ଓଡିଶା ଲୋକ ହେଇକି ଆନ୍ଧ୍ରରୁ ନବାଟା କେତେ ଦୂର ସତ ଆପଣ ମାନେ ଆପଣ ମାନଙ୍କର ଉଚିତ ଲାଗୁଛି? ଆପଣ ମାନଙ୍କୁ ସତଟା ଆପଣ ମାନେ ବିଚାର କରିବେ। ସରକାର ବି ବିଚାର କରିବେ, ମୁଁ ବିଚାର କରୁନି। ଏଇ ଜିନିଷଟାକୁ ସରକାର ବିଚାର କରନ୍ତୁ। ଯେହେତୁ ସେମାନଙ୍କୁ କହିଥିଲେ 3,000 ଟଙ୍କା ଦେବା ପାଇଁ, 3,000 ଟଙ୍କା ସେମାନଙ୍କୁ ପାଇଲାନି। 3,000 ଟଙ୍କା ନ ପାଇବା ଭିତରେ ସେମାନେ ବାଧ୍ୟ ହେଇକି ଆଜି ଆନ୍ଧ୍ରପ୍ରଦେଶରୁ ଆସିକି ତ ନୁହଁ ମାନେ ଭିକାରୀ ଭଳିଆ ଭିକ ଦେଲା ଭଳିଆ ଆନ୍ଧ୍ରପ୍ରଦେଶରୁ ଆସି ପଇସା ନେଉ। ଯେହେତୁ ସେମାନଙ୍କ ପାଖରେ ଖାଇବା ପାଇଁ ପଇସା ନାହିଁ, ଯେହେତୁ ପଇସା ନାହିଁ, ଏ ଲୋକମାନଙ୍କର ଅବସ୍ଥା କଣ ହବ ଆପଣ ମାନେ ଚିନ୍ତା କରନ୍ତୁ ଟିକେ।
ये सरकार चिंता करेंगे जेहेतु मुख्यमंत्री आज भत्ता घोषणार 7 तारीख घोषणा करार अच्छी किंतु आज भत्ता यदि घोषणा न करती तो ऑटो जहाँ हेले भी लोक राजरास्ता को ओह्लैया बाध्य हे आदर आपरे आज यदि मुख्यमंत्री घोषणा न करती ताहले राजरास्ता को समान राजरास्ता को जीवे राजरास्ता को जाके जदि मुख्यमंत्री न करती तो अनशन करिया को बाध्य हेबु बार्ता मैं ये रखुची। जय जगन्नाथ। फ्लिपकार्ट रे बे अनेक डिजाइन रो साड़ी मिलुचे विभिन्न नामी दामी कंपनी रो साड़ी हेबे फ्लिपकार्ट रे अवेलेबल 200 टंका रो आरंभ करी 2000 टंका भितरे आपण भल साड़ी किनि परिबे। डेरी न करी ऑर्डर करि नियंतु आपणको मनपसंद रो साड़ी केवल फ्लिपकार्ट रे एबे उपलब्ध। तुरंत ऑर्डर करंतु यार लाभ उठांतु। एभली ऑनलाइन शॉपिंग प्रोडक्ट देखा हेले आम चैनल को लाइक करंतु शेयर करंतु सब्सक्राइब करने को जमा भी भूलंतु नहीं।